ଥରେ ଜଙ୍ଗଲରେ ଗୋଟେ ସାପ ଚାଲୁଥିଲା ଏବଂ ତା ଆଗରେ ଗୋଟେ ଜୁଳୁଜୁଳିଆ ପୋକ ଯାଉଥିଲା, ଉଡ଼ି ଉଡ଼ି ଚାଲୁଥିଲା। ତ ସାପ ତାକୁ ଫଲୋ କରି କରି ଚାଲିଲା, ତା ପଛେ ପଛେ ଚାଲିଲା। ତ ଜୁଳୁଜୁଳିଆ ପୋକ ସାପକୁ ଦେଖିକି ପଚାରିଲା, ମୁଁ ସାପ ଭାଇ ତୁମକୁ 3ଟା ପ୍ରଶ୍ନ ପଚାରିବାକୁ ଯାଉଛି, ମୋ ଉତ୍ତର ଟିକେ ଦେବ? ସାପ କହିଲା, ହଁ ପଚାର। ଜୁଳୁଜୁଳିଆ ପୋକ ପଚାରିଲା ଯେ ମୁଁ ତୁମର କ'ଣ ଖାଦ୍ୟର ହିସା ହେଇପାରିବି ବା ଖାଦ୍ୟର କିଛି ସାହାଯ୍ୟ କରିପାରିବି? ସାପ କହିଲା ନା। ତ ଦ୍ୱିତୀୟ ପ୍ରଶ୍ନ, ମୁଁ ତୁମର କ'ଣ କିଛି କ୍ଷତି କରିଛି? ସାପ କହିଲା ନା। ଜୁଳୁଜୁଳିଆ ପୋକ ତୃତୀୟ ପ୍ରଶ୍ନ କଲା ଯେ ଯଦି ମୁଁ ତୁମର କ୍ଷତି କରିନି ତାହେଲେ ମୋତେ କ'ଣ ପାଇଁ ତୁମେ ଗୋଡ଼ଉଛ, ମୋ ପିଛା କାହିଁ କରୁଛ? ତ ସାପ ଏଇଠି ଯେଉଁ ଉତ୍ତର ଦେଉଛି ବହୁତ ଶିଖିବାର କଥା, ବହୁତ ଜାଣିବାର କଥା। ତ ସାପ କହୁଛି ନା ତୁ ମୋର ଖାଦ୍ୟ ହେଇପାରିବୁ, ନା ତୁ ମୋର କିଛି କ୍ଷତି କରିଛୁ, କିନ୍ତୁ ମୁଁ ଚାହୁଁଛି ତୁ କେବେ ହେଲେ ଚମକନା, ତୋ ପଛରେ ଯେଉଁ ଲାଇଟ୍ ଜଳୁଛି ସେଇଟା କେବେ ନ ହେଉ। ତ ଏଇଠି ଆମକୁ ଏଇ ପ୍ରଶ୍ନର ଉତ୍ତର ଏହା ମିଳିଲା ଯେ ଜୀବନରେ ଆପଣଙ୍କର ଆଶପାଶରେ ଥିବା ଲୋକମାନେ କେବେ ହେଲେ ଆପଣ ଚମକନ୍ତୁ, କେବେ ହେଲେ ଆପଣ ଉଜ୍ଜଳ ହୁଅନ୍ତୁ, ଏଇଟା କେବେ ଚାହୁଁନଥାନ୍ତି। କେବେ ନୁହଁ, କୌଣସି ଲୋକ ଚାହେଁନି ଆପଣ ତାଙ୍କଠୁ ଆଗକୁ ଯାଆନ୍ତୁ, ଆପଣ ତାଙ୍କଠୁ ଆଗକୁ ବଢ଼ନ୍ତୁ, ଆପଣ ବହୁତ ଉନ୍ନତି କରନ୍ତୁ, ଆପଣ ସଦାବେଳେ ଦୁନିଆରେ ଚମକନ୍ତୁ। ତ ସମସ୍ତେ ସଦାବେଳେ ଲାଗିଥାନ୍ତି, ତାଙ୍କ ପାଖରେ କୌଣସି ଏମିତି କାରଣ ନଥାଏ। ତ ସମସ୍ତେ ସଦାବେଳେ ଲାଗନ୍ତି ଆପଣଙ୍କୁ ନିଚେ ଦେଖିବା ପାଇଁ, ଆପଣଙ୍କୁ ବେଇଜ୍ଜତି କରିବା ପାଇଁ, ଆପଣଙ୍କୁ ଖରାପ ଦେଖାଇବା ପାଇଁ, ଆପଣଙ୍କର ଦୁନିଆରେ ମାନେ ଖରାପ, ଆପଣଙ୍କ ଦୁନିଆରେ ଖରାପ କରିବା ପାଇଁ। ତେଣୁକରି ଏହା ପାଇଁ କୌଣସି ସେମାନଙ୍କ ପାଖରେ କାରଣ ନଥାଏ। ବାସ୍ ଆପଣ ତାଙ୍କଠୁ କେମିତି ଚମକୁ ନ ଯାଆନ୍ତୁ ସେଇଟା ସମସ୍ତେ ଦେଖିବାକୁ ଚାହାନ୍ତି। ଏତିକି ହିଁ ଥିଲା ଆଜିର ସନ୍ଦେଶ। ଆଶା କରୁଛି ଆପଣ ସମସ୍ତଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାହିଁକିନା ପ୍ରଥମେ ମୋର ସବୁ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚିବ। କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରିଦିଅନ୍ତୁ। ଆପଣ ଯେମିତି ଭଲ ଲାଗିଲା ଶୁଣିକି, ଆପଣ କିଛି ଶିଖିପାରିଲେ, ଆପଣଙ୍କର ସାଙ୍ଗସାଥିମାନେ ନିଶ୍ଚିତ ଭାବରେ ଶୁଣିପାରିବେ, ଶିଖିପାରିବେ। ଧନ୍ୟବାଦ, ନମସ୍କାର।